ମୁଁ ସଞ୍ଜୀବ ବେହେରା ଆଉ ମୁଁ ପ୍ରତ୍ନତତ୍ତ୍ୱ ବିଭାଗରେ କାର୍ଯ୍ୟ କରେ। ଦେଓଗଡ଼ ରାଜବାଟୀକୁ ଗୋଟିଏ ଗବେଷଣା କାର୍ଯ୍ୟ ପାଇଁ ଆସିଛି। ମୋ ସହ ଆସିଛନ୍ତି ସୁନୀଲ, ରାକେଶ, ଦିବ୍ୟ, ପୂଜା, ଗାୟତ୍ରୀ ଓ ସୁମନ। ଆମେ 7 ଜଣ ଏହି ରାଜବାଟୀରେ ଆଉ ତା ଆଖପାଖ ଅଞ୍ଚଳର କିଛି ପ୍ରତ୍ନତତ୍ତ୍ୱର ସନ୍ଧାନରେ ଆସିଛୁ। ଦେଓଗଡ଼ର ରାଜବଂଶର ଦାୟଦମାନେ ଏ ରାଜବାଟୀର ବେଶ ଭଲ ଯତ୍ନ ନେଇଛନ୍ତି। ଦେଖିଲେ କେହି କହିବ ନାହିଁ ଯେ ଏହା 1456 ମସିହାର ଏହି ରାଜବାଟୀ ବୋଲି। ସବୁକିଛି ସୁବିଧା ଥିଲା ବୋଲି ଆମେମାନେ ସେହି ରାଜବାଟୀରେ ରହଣି ପାଇଁ ଇଚ୍ଛା ପ୍ରକାଶ କଲୁ। ରାଜାଙ୍କ ବଂଶଧର ଶାରଦା ପ୍ରସାଦ ଦେଓ ଆମ ପାଇଁ ଜଣେ ଲୋକ ନିୟୋଜିତ କରିଦେଇଥିଲେ। ରାଜକୁମାର ସିନା ସବୁ ବ୍ୟବସ୍ଥା କରିଦେଇଥିଲେ, କିନ୍ତୁ ସରକାର ବିଶେଷ କିଛି ବ୍ୟବସ୍ଥା କରିନଥିଲେ ଉକ୍ତ ଅଞ୍ଚଳର। ସନ୍ଧ୍ୟା ହେଲେ ବିଦ୍ୟୁତ କାଟ ହୁଏ ଘଣ୍ଟା ଘଣ୍ଟା ଧରେ। ଆମ ସେବା ପାଇଁ ରହିଥିବା ବୁଢ଼ା ମଉସା ଜଣକ ଆମ ପାଇଁ ମହମବତୀ ଓ ଲଣ୍ଠନ ଲଗାଇ ଦେଇ ରୋଷେଇ କରିଦେଇ ଚାଲିଯାଆନ୍ତେ। ଆଉ ଆମେ ସବୁ ଏକାଠି ବସି ଗପସପ କରୁ ବେଶ କିଛି ସମୟ, ଆଉ ତାପରେ ଶୋଇବାକୁ ଯାଉ। ସେଦିନ ସେମିତି କଥା ହେବା ଭିତରେ ପୂଜା ଶୁଣାଉଥିଲା ସେ ଭୟଙ୍କର କବଧର କାହାଣୀ। କାହାଣୀ ଶୁଣିବା ଭିତରେ ମୋ ଲୋମମୂଳ ଟାଙ୍କୁରି ଉଠିଥିଲା। ପୂଜାର କାହାଣୀ ଶୁଣିବା ପରେ ମୋତେ ଏମିତି ଲାଗୁଥିଲା ଯେମିତି ସେ ଅତି ପାଖରୁ ଦେଖିଛି ସେ ଭୟଙ୍କର ଜନ୍ତୁକୁ। ଅବଶ୍ୟ ପରେ ସମସ୍ତେ ସହଜ ହୋଇଯାଇଥିଲେ, କିନ୍ତୁ କେବଳ ମୋତେ ଛାଡ଼ି। ଘଡ଼ିରେ ସମୟ ଦେଖିଲା ବେଳକୁ ରାତି 10ଟା ବାଜି 13 ମିନିଟ୍। ଲଣ୍ଠନରୁ ଧୀରେ ଧୀରେ ତେଲ ସରି ଆସୁଥାଏ। ମହମବତୀ ବି ମିଞ୍ଜି ମିଞ୍ଜି ଜଳେଇ ନିଜ ସାଧ୍ୟ ମତେ ଅନ୍ଧାରକୁ ଦୂରେଇବାର ବୃଥା ପ୍ରୟାସ କରୁଥାଏ। ଘର ଭିତରେ ଗରମ ହେବାରୁ ଆମେ ସମସ୍ତେ ଗଲୁ ଅଗଣାକୁ। ବିରାଟ ଅଗଣା, ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଛି ପୂର୍ଣ୍ଣିମାର ଜହ୍ନ। ଅନ୍ଧାର ଭିତରେ ସେହି ଜହ୍ନ ଆଲୁଅରେ ସବୁକିଛି ବେଶ ସ୍ପଷ୍ଟ ଜଣାପଡ଼ୁଥାଏ। ପ୍ରସାଦ ବାହାରେ ଥାଏ ଗୋଟିଏ ପୁରୁଣା ବରଗଛଟିଏ। ନାନା ପ୍ରକାରର ପକ୍ଷୀଙ୍କ ବାସସ୍ଥାନ ସେ। ଆମେ ସବୁ ସେଠାରେ ବାହାରେ ବସିଥାଉ। ଦିବ୍ୟ କହିଲା, ମୁଁ ଟିକେ ବାହାରୁ ଆସୁଛି। ମୁଁ ତାକୁ କହିଲି ତା ସାଙ୍ଗରେ ଯିବି ବୋଲି, କିନ୍ତୁ ସେ ମନା କଲା। ଆମେ ସବୁ ବସିଥାଉ। ହଠାତ୍ ଦିବ୍ୟର ଚିତ୍କାର ଶୁଭିଲା। ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଅନ୍ଧାର ଭିତରେ ପାଟି ଶୁଭୁଥିବା ଦିଗ ଆଡ଼କୁ ଅଗ୍ରସର ହେଲୁ। ଦେଖିଲା ବେଳକୁ ଦିବ୍ୟର ଶରୀର ଓଲଟା ହେଇ ଝୁଲୁଥାଏ ସେ ବରଗଛ ଓହଳରେ। ଆଉ ଦିବ୍ୟ ରକ୍ଷା କର ବୋଲି ଚିତ୍କାର କରୁଥାଏ। ଏମିତି ଲାଗୁଥାଏ ଯେମିତି ଦିବ୍ୟକୁ କେହି ଓଲଟା ଧରି ରଖିଛି। ବର୍ଷ ବର୍ଷର ପୁରୁଣା ବରଗଛ ପୂର୍ଣ୍ଣିମା ରାତିରେ ଗୋଟିଏ ବ୍ରହ୍ମ ରାକ୍ଷସ ପରି ଅନୁଭୂତ ହେଉଥାଏ। ଆମେ ସମସ୍ତେ ଚିନ୍ତା କରୁଥାଉ ଦିବ୍ୟକୁ କେମିତି ତଳକୁ ଆଣିବୁ, କିନ୍ତୁ କିଛି ଉପାୟ ମିଳୁନଥାଏ। ଏତିକିବେଳେ ପୂଜା କହିଲା, ଦିବ୍ୟ ଭୁଲ ମାଗ ତାକୁ, ସେ ଛାଡ଼ିଦେବ ତତେ। ଆମେ ସବୁ ଆଶ୍ଚର୍ଯ୍ୟ ହୋଇ ପୂଜା ମୁହଁକୁ ଚାହିଁଥାଉ। ପୂଜା ମୁହଁରେ ଥାଏ ଗୋଟିଏ ଅଜୀବ ଜ୍ୟୋତି। ତାକୁ ଦେଖିବାରୁ ଜମା ଲାଗୁନଥାଏ ଯେ ସେ ଆମ ସାଙ୍ଗ ପୂଜା ବୋଲି। ଏମିତି ଲାଗୁଥାଏ ଯେମିତି ସେ ବୁଝିପାରୁଛି ଏଇ ଅଶରୀରୀମାନଙ୍କ ଭାଷା। କାଳ ବିଳମ୍ବ ନ କରି ଦିବ୍ୟ କହିଲା, ମୋର ଭୁଲ ହୋଇଯାଇଛି। ଆଉ କେବେ ହେଲେ ଏ ବରଗଛ ମୂଳେ ପରିସ୍ରା କରିବି ନାହିଁ। ମୋତେ ଛାଡ଼ି ଦିଅନ୍ତୁ, ମୁଁ କଥା ଦେଉଛି। ଦିବ୍ୟ ଏତିକି କହିସାରିଛି କି ନାହିଁ, ଧୁମ୍ କରି କଚାଡ଼ି ହୋଇ ପଡ଼ିଲା ତଳେ। ଆମେ ସମସ୍ତେ ଦିବ୍ୟକୁ ନେଇ ଭିତରକୁ ଚାଲିଗଲୁ। ଏତିକିବେଳେ ବିଜୁଳି ବି ଆସିଗଲା। ସମୟ ରାତି 12ଟା। ଆମେ ସମସ୍ତେ ନିଜ ନିଜ କୋଠରୀକୁ ଶୋଇବାକୁ ଗଲୁ। ପୂଜା, ଗାୟତ୍ରୀ ଓ ସୁମନ ଗୋଟିଏ କୋଠରୀରେ ଶୋଇଲେ। ମୁଁ ଆଉ ସୁନୀଲ ଗୋଟିଏ କୋଠରୀରେ ଶୋଇଲୁ। ଦିବ୍ୟ ପାଖରେ ରାକେଶ ଶୋଇଲା। ସମସ୍ତଙ୍କ ଓଠରେ ଗୋଟିଏ କଥା ଚାଲିଥାଏ, ଯାହା ହେଉ ଦିବ୍ୟର କିଛି କ୍ଷତି ହୋଇନାହିଁ, କିନ୍ତୁ ମୋ ମନରେ ଅଲଗା ପ୍ରଶ୍ନ ଚାଲିଥାଏ। ମୁଁ ଭାବୁଥାଏ ପୂଜା କେମିତି ଜାଣିଲା ଯେ ସେ ଅସରରେ କ୍ଷମା ଚାହୁଁଛି ବୋଲି। ସେ କ'ଣ ତା ଭାଷା ବୁଝିପାରେ? ଏହିସବୁ ପ୍ରଶ୍ନ ଭିତରେ କେତେବେଳେ ଯେ ମୋତେ ନିଦ ହୋଇଯାଇଛି ତାହା ମୁଁ ଜାଣିପାରିନି। ପରଦିନ ସକାଳେ ଆମେ ସମସ୍ତେ ଦିବ୍ୟ ପାଖକୁ ଗଲୁ। ଦିବ୍ୟକୁ ପୂର୍ବ ରାତିର କିଛି ଘଟଣା ମନେ ନଥାଏ। ଆମେ ବି ତାକୁ ଆଉ କିଛି କହିବା ଉଚିତ ମନେ କଲୁ ନାହିଁ। ସମସ୍ତେ ବାହାରିଲୁ ନିଜ କାମରେ। 2 ପହର ସମୟରେ ମୁଁ ଯେତେବେଳେ ମଉସାଙ୍କୁ ସବୁ କଥା ପଚାରିଲି, ସେ କହିଲେ
से गछरे गोटे कबद्ध अच्छे। बहुत वर्ष आगर राजा ताको सही गछरे बंदी करी देइथिले। प्रति मास पूर्णिमा पूर्व दिन आउ पूर्णिमा दिन जी से गछ पाखक जाए से ताको टाणी निए। सेथिपाई तो मु काली शीघ्र घर को चली जाइथिले। राति जेते गाढ़ हुए, चंद्रकिरण जेते प्रखर हुए, से कबद्ध सेते शक्तिशाली हुए। किंतु ए विषय मु आपन को कहिछि बोली आपण काहाकू भी कहिबे नाही। संध्या हैला, आमे समस्ते निज निज गवेषणा विषय कथा हेउथाओ। हठात पूजा कहिला, चल समस्ते बाहर बुली आसिबा। आज तो बिजुली जाइनी, टिके बाहर प्रकृति परिवेश को उपभोग करि आसिबा। मु कहली एते राति रे काहेकि जिपाचे, चले समस्ते एठी लूडो खेलिबा। अन्य सबु सांग राजी हेले मो कथारे, किंतु पूजा खेलिबनी कहि निज फोन नहीं चलीगला सेठारो। आमे समस्ते सेठी खेलु थाओ। किछि समय पर हठात कुकुर माने खूब जोरे भुकिबाकू लागिले। बरगछ डाल और ओहळ सबु मड़ मड़ हेबा परी भांगिबाकू लागिला। मो मनरे सकाळ बुढ़ा मौसा कथा मने पड़ी जाउथाए। गछरु एपरी बिकटाळ गर्जन शुणी मो पीड़े ही पानी होई सारी थाए। मो पिंडरे प्राण न थाए। एति बेले राकेश से झरका बाटे देखे तो से बरगछ मूले ठिया हुई पूजा चिल्लई चिल्लई कहूथाए, जा एठो जा, तू आजिठू मुक्त, निज हिसाब रे बंचिबु आजिठारो। एसबू देखी राकेश संगे संगे दौड़ी जाउथाए। मु राकेश को अटकाई दे निजे दौड़ी गली पूजा पाखक आउ टाणी आनिली ताको। किछि समय पर पूजा सेठारु दौड़ी चली आसिला आउ मु दौड़ी आसिला बेले मते लागुथाए जेमिति मो पछरे केही आसुछि। मु जीवन बिकले दौड़ी आसिबाकू चेष्टा करुथाए, किंतु धीरे धीरे मो शरीर अबस हेबाकू लागुथाए। पछकू बोली देखे तो बरगछर आकृति केही जणे मनीष ठिया हेला परी होइछे। हाथ गोड़ शरीर सबु किछि अछि, किंतु कांध पर्यंत। मु जानी सारिथिले ए आउ केही नहे, सेही बंदी कबद्ध जहाकू पूजा मुक्त करि देइथिला। एति बेले से माड़ी आसिला मो पाखको अतर्कित आक्रमण शैली रे। आम आखि बुझी लीन होई सारिथिले ता शिकार रे। आखि खोली देखे तो मु शोइछि बिछणारे। आम पाखरे शोइछि सुनील। पूर्व रातिर घटना सबू एबे भी मो आखि आगरे नाची जाउथाए, किंतु से सबू सत्य थिला ना मो कल्पना। मु ता उत्तर खोजिबारे असमर्थ थिले।